ଆପଣଙ୍କ ନାଁରେ କଳାକାରମାନେ ଏମିତି ଅଭିଯୋଗ ଆଣୁଛନ୍ତି ବହୁତ ପ୍ରକାର ଯେଉଁଟାକି ଆମେ କହିପାରିବୁ ନା। ନାଇଁ କହୁନାହାନ୍ତି ମନରେ ସେମାନେ ଯଦି 4.5 କୋଟି ଲୋକଙ୍କ ଆଗରେ କହିପାରିଲେ ଆପଣ ଜଣେ ସାମ୍ବାଦିକ ହିସାବରେ ପଚାରିବାରେ କିଛି ଅସୁବିଧା ନାହିଁ। ଆପଣ କୁହନ୍ତୁ। ଆମେ ସମସ୍ତେ ଆମେ ଶାଳୀନତା ଭିତରେ ରହୁ, ଯେଉଁଟାକି ଆପଣ କାହାକୁ ହୃଦୟରେ ବାଧା ଦେଇକି ଆମେ ଇଏ କରିପାରିବୁନି। ଯେଉଁଟା କହୁଛନ୍ତି ପ୍ରକୃତରେ କ'ଣ ଆପଣ ମନରେ କଷ୍ଟ ଆସେନି? କଷ୍ଟ ନ ଆସିଥିଲେ ଆଜ୍ଞା କାହିଁ ଘଣ୍ଟାଟେ କହିଥାନ୍ତି କାଲି। ମୁଁ ତ ଆଜ୍ଞା ମିଡ଼ିଆ ଠାରୁ ବହୁତ ଦୂରରେ ଥିଲି କି ବହୁତ ଦିନ ଧରି। ମୁଁ କାହିଁ କହିଲି ଜଣେ କଳାକାର ଯଦି ମୋ ବାପା ଉଠେଇବ କାଲି ମୋ ପାଖରୁ ଏଇଠୁ ଖାଉଥିଲା, ସେ ଯଦି ମୋତେ କିଏ କଳା ପାହାଡ଼ କହିବ, କିଏ ମୋତେ ଯଦି କହିବ ଚିଙ୍ଗୁଡ଼ି ବ୍ୟବସାୟ କରୁଛି ମୋ ହୃଦୟ ଚିହ୍ନିନି, ସେ ଭଗବାନ ଜାଣିଛନ୍ତି ସେମାନେ କିଏ ଆଉ ମୁଁ କିଏ। ସେତେବେଳେ ମନରେ କଷ୍ଟ ନ ଆସିଥିଲେ କାହିଁକି ମୁଁ କାଲି ସାମ୍ବାଦିକ ସମ୍ମିଳନୀ ଲେଖିଥାନ୍ତି। ଏଇ ଦେଖୁଛନ୍ତି କାର୍ଯ୍ୟବସ୍ଥା ଭିତରେ ମୁଁ ବାଲେଶ୍ୱର ଯାଇକି ଏତିକି ସାମ୍ବାଦିକମାନଙ୍କୁ ଡାକିକି ମୋର ଅଭିପ୍ରାୟ କାହିଁକି କହିଥାନ୍ତି। ମନରେ ବହୁତ ଦୁଃଖ ଯେତେବେଳେ ହେଲା, ମୋତେ ଯେତେବେଳେ ଜଣେ ବିଧର୍ମୀ ମୁସଲମାନ ସଜେଇ ଦିଆଗଲା, ମୋତେ ଯେତେବେଳେ ମୋ ବାପାଙ୍କୁ ନେଇ କଥା ଉଠିଲା, ମୁଁ ନ କହିଥାନ୍ତି କେମିତି? କ'ଣ ଭାବୁଛନ୍ତି ଆପଣ ସରଳ ନିରୀହ ବୋଲି ଆପଣଙ୍କୁ ସେମିତି ଆକ୍ଷେପ କରି କୁହାଯାଉଛି? କାହିଁ ସେମାନେ ଭାବୁଛନ୍ତି ମୁଁ ତାଙ୍କର କିଛି କରିପାରିବିନି, ସେମାନେ ମୋର ସବୁ କ୍ଷତି କରିଦେବେ। କିନ୍ତୁ ସର୍ବୋପରେ ସେମାନେ ଜାଣିନାହାନ୍ତି ଯାହାକୁ ଭଗବାନ ରଖିବେ ତାକୁ କେହି ମଣିଷ ମାରିପାରିବନି। 13 ତାରିଖ ଯାତ୍ରା ଋତୁର ଶେଷ ହେଲା। ସିଂହ ଆମର ସୂର୍ଯ୍ୟ ମନ୍ଦିରରେ ପିୟୁଷ ମଧ୍ୟ ତାଙ୍କର ଯେଉଁ ରହିଛି ଡ୍ୟାନ୍ସ ଗ୍ରୁପ୍ ପିଲାମାନଙ୍କ କଥାରେ କହିଲେ ଯଦି ମାଲିକମାନେ ରାଜି ହୁଅନ୍ତି, ମୁଁ ଯେଉଁ 24-25 ସୂର୍ଯ୍ୟ ମନ୍ଦିରରେ କାର୍ଯ୍ୟରତ ରହିଥିଲି ଆଉ ମାଲିକମାନେ ରାଜି ହେଲେ ମୁଁ 25-26 ପାଇଁ ସୂର୍ଯ୍ୟ ମନ୍ଦିରରେ କାର୍ଯ୍ୟ କରିବି। କିନ୍ତୁ ଆମେ ଦେଖୁଛୁ ପିୟୁଷ ଭୋଳାଶଙ୍କର ନାଟକ ବି ଡିକ୍ଲେୟାର କରିଛନ୍ତି। ଆଗାମୀ ବର୍ଷ ପାଇଁ ଦର୍ଶକମାନଙ୍କୁ ପିୟୁଷ ଭେଟି କ'ଣ ଦେବେ? ଦର୍ଶକମାନଙ୍କର ପିୟୁଷ କହିବେ ଆଗାମୀ ବର୍ଷ ପିୟୁଷ ଦର୍ଶକମାନଙ୍କୁ କ'ଣ ଦେବେ ସେ କଥା ପିୟୁଷ ହିଁ ବେଷ୍ଟ କହିପାରିବେ, ମୁଁ କେମିତି କହିବି? ନାଇଁ ଆପଣ ଭୁଲ କହୁଛନ୍ତି। ସେ କହିଛନ୍ତି 2 ଲକ୍ଷ 2 ଟଙ୍କା ଫେରାଇବେ। 2 ଲକ୍ଷ ତ ନେଇଛନ୍ତି ଫେରାଇବେ। 7 ମାସ ଧରି 20 ଲକ୍ଷ ଟଙ୍କା ରଖିଥିଲେ। ଖଣ୍ଡଗିରିରେ ଆପଣମାନେ ଦେଖିଥିବେ ପ୍ରଥମ ରାତିରେ ସେ ଡିକ୍ଲେୟାର କଲେ ମୁଁ ଶ୍ରୀମନ୍ଦିରକୁ ଯାଉଛି। ସେଇ ମାସ ପାଖରୁ ବି ଫେବୃଆରୀ, ମାର୍ଚ୍ଚ, ଏପ୍ରିଲ, ମେ 4 ମାସ ପରେ ମୋତେ ସେ ପଇସା ଦେଲେ। କାହିଁକି ସେ ମୋ ପଇସା ରଖିଥିଲେ? ବାକି 2 ଟଙ୍କାର କଥା କହୁଛନ୍ତି। ମୁଁ ଜାଣିଛି ସେ ମହାନ ହେଇଗଲେଣି, ମୋତେ ଭିକ୍ଷା ଦେବା ଭଳିଆ ଯୋଗ୍ୟତା ତାଙ୍କର ହେଇଗଲାନି। ଆପଣ ମୋତେ, ମୁଁ ଜଣେ ବ୍ରାହ୍ମଣ, ସେ ଯଦି ଭାବୁଛନ୍ତି ସେ ବଡ଼ ହେଇଯାଇଛନ୍ତି ମୋତେ ଭିକରେ ଦିଅନ୍ତୁ, ମୁଁ ଗ୍ରହଣ କରିନେବି। ଆପଣ ସତରେ ଆପଣ ନିଜ ପାର୍ଟିକି ଆପଣ ଯାଇପାରୁନଥିଲେ? ନାଇଁ, ମୁଁ ଯାଇପାରୁନଥିଲି, ମୁଁ ଯାଉନଥିଲି। ଶୁଣନ୍ତୁ ଆଜ୍ଞା, ମୋ ଘରକୁ ମୁଁ ଆସିପାରିବିନି, ଏମିତି କ'ଣ କଥା କିଛି ଥାଏ? ମୁଁ ସ୍ୱାଭିମାନରେ ଯାଉନଥିଲି। କାହିଁକି? ସେ କଥା ମୋ ମ୍ୟାନେଜରମାନେ କହିଛନ୍ତି। ମୋର 200 କଳାକାରମାନେ ଯେତେବେଳେ ଖାଇବେ, ଚୁଲିରେ ରୋଷେଇ ହେଉଥିଲା ବେଳେ ଯେଉଁ ଅହଙ୍କାରୀ ମଣିଷଟେ ଯାଇକି ଚୁଲିରେ ପାଣି ଢାଳି ଦେଇପାରେ, ମୁଁ ସେ ପାଟିରେ ଯାଇ କ'ଣ କୈଫିୟତ ଦେଇଥାନ୍ତି? ସିଏ କ'ଣ ଚାଲାକି କରିଦେଇଥିଲେ? ସେ ଭାବୁଛନ୍ତି ନିଜକୁ ଚାଲାକ। ମୋ ପାଖରୁ ବର୍ଷକର ପଇସା 65 ଲକ୍ଷ ନେଇଯାଇଥିଲେ। ମୁଁ ମୁହଁ ଫିଟେଇଥିଲି, ସେ ପଳେଇ ଯାଇଥାନ୍ତେ। 200 ଅନ୍ୟ କର୍ମଚାରୀ ଘରେ ବସି ଯାଇଥାନ୍ତେ, ସିଂହ ବାହିନୀ ଘରେ ବସି ଯାଇଥାନ୍ତେ। ସେ ଏହି ପ୍ରକାର ଚାଲାକି କରିଥିଲେ। କିନ୍ତୁ ମୁଁ ଭାବିଲି ଏ ସମୟରେ ମୁଁ ନିରୁତ୍ତର ରହିଯିବା ଉଚିତ। ଆଉ ସିଏ ଯେଉଁ କହିଥିଲେ ମାଲିକ ସାଙ୍ଗରେ ମୁଁ କୁଆଡ଼େ କହିଛି ମୋତେ କାନ ଯିବା ପାଇଁ ଦେଉନି, ଏଇଟା ମିଛ କଥା। ଆପଣ ଯେକୌଣସି ମାଲିକକୁ ପଚାରିପାରିବେ। ଏ ଗୋଟେ ପ୍ରାୟୋଜିତ କାର୍ଯ୍ୟକ୍ରମ। ସିଏ ବର୍ତ୍ତମାନ ଯେଉଁ କଥା କାଲି ମୁଁ କହିଛି, ସିଏ କ'ଣ କରୁଛନ୍ତି? ତୋଷାମୋଦ କରୁଛନ୍ତି। ଆପଣ 1 ବର୍ଷ ତଳର ଯଦି ତାଙ୍କ ବାଇଟ୍ ଦେଖିବେ, ସେ ବି ମୋତେ ଏଇଭଳିଆ ଟେକୁଥିଲେ। କାଲି ଯେମିତି କାଳିଆ ବାବୁଙ୍କୁ ଜଗନ୍ନାଥଙ୍କ ସହିତ ତୁଳନା କଲେ, ସେମିତି ମୋତେ ବି ବହୁତ ଭଲ ମଣିଷ, ବହୁତ ବଡ଼ ମଣିଷ, ବହୁତ କଥା। ତେଣୁ ଅଭିନୟ କରୁଥିବା କଥାଟାକୁ ସେ ତାଙ୍କ ସାମାଜିକ ଲାଇଫ୍ରେ ବି ସେଇ ଅଭିନୟ ଭଳିଆ କଥା କହୁଛନ୍ତି। ପିୟୁଷ ଶୁଣନ୍ତୁ ଆଜ୍ଞା, ମୁଁ ଆପଣଙ୍କୁ ଏତିକି କଥା କହିପାରେ, ପିୟୁଷ ସବୁବେଳେ ମୋ ସାଙ୍ଗରେ ଅଛନ୍ତି ଏବଂ ପିୟୁଷ କେଉଁଦିନ ଯାତ୍ରା କରିବେ ସେ ତାଙ୍କୁ ସମୟ କହିବ। ଆମେ କୌଣସି ବିବାଦୀୟ ପରିସ୍ଥିତି ସୃଷ୍ଟି କରି ପିୟୁଷକୁ ରଖିବା ପାଇଁ ଚାହୁଁନି। ଯେମିତି ଆପଣ ଦେଖିବେ ସୂର୍ଯ୍ୟ ମନ୍ଦିର ସଂସ୍ଥା କଣ୍ଟ୍ରାଡିକ୍ଟରି କରୁଛନ୍ତି। ଯେତେବେଳେ ବସୁଛନ୍ତି ମାଲିକ ସାଙ୍ଗରେ କହୁଛନ୍ତି ତାକୁ ବ୍ୟାନ୍ କର, ତାକୁ ଯାତ୍ରା କରିବା ପାଇଁ ଦେବାନି, ତାପରେ ତା ପାଖକୁ ଚିଠି ପଠାଉଛନ୍ତି ତୁ ଆମ ସହିତ ଏଗ୍ରିମେଣ୍ଟ କରୁଛୁ, ଆସିକି ପହଞ୍ଚ।
ସବୁବେଳେ कॉन्ट्राडिक्टरी सी कहते आमर पीयूष दरकार नहीं पीयूष टार बहुत भल कलाकार अच्छे शिवानी बहुत हिट करुच्ची पीयूष को नईकि भी किंतु ताको चिठी पठाऊँ बंकी बाबू आज्ञा गोटे 32 वर्षर केते गुणी मानी परिचालक सी कहते आज्ञा मु तो गोड़ तले शुई जाऊँ तू मत डेईकी जा मो बेकर पकईदे पाद तेणु तांकर आज्ञा दीटा रूप मुझा कहूँ स्पष्ट कहूँ मु गोटे कथा हूँ मो संगठनटा को से भांगी देइचंती मोर 7 जन कलाकार को से नहीं जाइचंती ता बदले मु पीयूष को बुकिंग करथिली गोटे मत चंचकता करके रखुचंती तेणु एक सहमति रे कथार समाधान हम नले मु मो डिसीजन स्ट्रांग नेले एक कथार समाधान हम मु समय को अपेक्षा कर शेष प्रश्न रही पीयूष आगामी वर्ष भोला शंकर रे अभिनय करेंगे भोला शंकर आज्ञा यही वर्ष होची तेणु से नाटक आर वर्ष जगन्नाथ नाटक देखु ओडिशा रे वर्ष बड़ बेदरती कला सात सबू पेंडाल हाउसफुल चलता मो कपाले ना मो भाग्य ना से नाटक को मुझे गोटे वर्ष रखिपारे तेणु भोला शंकर आज जन्म हो भोला शंकर केते दिन रहिबो लोक आदृति केते रहिबो से नाटकटा को जब बहुत दिन ग्रहण कले आम से नाटक बहुत दिन धरिकी रखा से पीयूष भी रही पारे आउ किए रही पारे आउ किए रही पारे किंतु पीयूष जे निहाती भोला शंकर कर मुझे कथा आज आपको कहीपर धन्यवाद।